फल के तोते देला रे कह सजनी फल के तोते देला रे कह सजनी भाउज को संगत रे धरी ए अर्धरात्र समय रे निजर अंतःपुर त्याग करी अर्जुन चंद्रशाला प्रभु कहीं आसी क्षमा ए कौन जो बाबा प्रतिहर हाँ मो भाई श्री कृष्ण हाँ हाँ अर्जुन का निकट को एक अपूर्व सुस्वादु पक्व फल दे पठाइजंती सुस्वादु पक्व फल हां फलटा पाची जाई पाची सडी गला नतु तो होउची आनो सडी बाजी जाई आनो खाइबा फल रही थरे हां के रे तो फल देखिले मु रही पारी फल देखिले मु रही पारी एते रंकालिया है ना बुझिबा का पे आसीची को प्रकार फल किए पठैचंदी किछि न बुझुना रंकालिया है ना बो हैला जेतलो बुझिबी अरे दांत हसु सब दिन डेली मासक धरे हां डेली फिनी मासु को धरे की दांत काटा अमित दांत काटर मूल गइटा मोर पुरुष जो नदी उड़ारे बंद उड़ारे पड़ची हल सकाळू हळदिया पेस्ट जासरा मार दोची डेबरिया त गब गब गिरी फेंपड़ जा हारी सेटा सेंट वासनाटा होत तो पाटीडा बुझिलु हां पाटीडा तनु करी सेंट वासना हो ठीक कहलो आ ता पांडरे कुळ गुजा करची सेति कहथलु गोटे दिन घसिले जोइ तीन दिन मूर्ख पिला अमर काटी कि हसले तो दांत काटी मुलो थुला आ की दांत काटी न कंधा मास्टर दांत काटी जाननु हां कंधा मास्टर इंद कोया पे बोली से साउ मास्टर नाटू बोलन थे हेले तमे फल नै गिरी आसीछ हां से भी पक्का फल पक्व फल हैं ए फल के तोते देला रे कह सजनी फल के तोते देला रे कह सजनी रामायण चारि अक्षर भागवत चारि अक्षर रामायण चारि अक्षर भागवत चारि अक्षर रामायण रे तिएल सदनी भागवत रे सिए जगन्नाथ चारि अक्षर नंदी घोष चारि अक्षर नीलचक्र चारि अक्षर नवघन चारि अक्षर कारीगरों कैसे बिंधानी एमालो क्यों कारीगरों कैसे बिंधानी अच्छा कितने जुगो धरिए फल गढ़िला रे कह सजनी से फल कैसे देला रे कह सजनी कपिलास जीवुआ आरड़ी तू जीवुआ आलो कपिलास जीवुआ आरड़ी तू जीवुआ आलो पुरी को भुवनेश्वर को आलो पुरी को भुवनेश्वर को मितणी लौ जागरे जागर जालिबा हो मितणी लौ जागरे जागर जालिबा अच्छा गुआ नारिकेल बेलजेर शालो समनो हिवारु वृक्षे फळिला एपरि फळ को घरे न रखिनो काहाकु जातुछिरे केळी को सोळा रे कह सजन से फल कैसे देला रे कह सजनी तेरे कोई
ଗୌର ଭାଇ ମୋରଣ କହୁଛି ଦବୁନି ଜମା ପାଣି ମିଶାଇ ତାକୁ କାଳି ଗାଈ କ୍ଷୀର ଦେରେ ତୁଇ ଗୌର ଭାଇ ମୋରଣ କହୁଛି ଦବୁନି ପାଣି ମିଶାଇ ଆଜି ସୋମବାର ନେବି କଞ୍ଚା କ୍ଷୀର ଆଜି ସୋମବାର ନେବି କଞ୍ଚା କ୍ଷୀର ଶିବ ସୁନ୍ଦରକୁ ଦେବି ଗାଧେଇ କାଳି ଗାଈ କ୍ଷୀର ଦେରେ ତୁଇ ଗୌର ଭାଇ ମୋରାଣ ବହୁନି ଦବୁନି ଜମା ପାଣି ମିଶାଇ ସେ ଫଳ କିଏ ସେ ଦେଲା ରେ କହ ସଜନୀ ଫଳ କିଏ ସେ ଦେଲା କହ ସଜନୀ ଫଳ କେତେ ଦେଲା ରେ ପ୍ରିୟ ସଜନୀ ତୁମେ ଯୋଉ ଫଳଟା ଆଣିଛ ମା ସେ କେଉଁ ପ୍ରକାରର ଫଳ ତମେ କଣ ଗୁଆ ଆଣିଛ କିଛି नहीं ଗୁଆ ବି ଆଣି ନାରିକେଳ ବୋଲନ୍ତେ ନଡିଆ ତମେ କଣ ନଡିଆ ଆଣିଛ କି ମା ନଡିଆ ହେଲେ ନାହିଁ ଗୁଆ ନାରିକେଳ ବେଲ ବେଲ ଆଣିଛ କି ना ବେଲ ହେଲେ ନାଇଁ ରସାଳା ବୋଲନ୍ତେ ଆମ୍ବ ଆମ୍ବ ଆଣିଛ କି ମା नहीं ହରେ ଭାଇ ଗୁଆ ନାହିଁ ନାରିକେଳ ନାହିଁ ବେଲ ନାହିଁ ରସାଳ ଆମ୍ବ ନାହିଁ ଆଉ କେଉଁ ପ୍ରକାର ଫଳ ଆଣିଛନ୍ତି କିଛି ବୁଝା ପଡୁନି ହେଲେ ଓରା ଯୋଉ ପଚାରୁଛୁ ନାଇଁ କରୁଛୁ ଆରେ ଗୁଡିଏ ପ୍ରକାର ମୁଁ ଉଦାହରଣ ଦେଖି ପଚାରିଲି ମନା ଆଗା କରୁଛନ୍ତି ନାସ୍ତି ଆଗା ମୁଁ କରୁଛନ୍ତି ତାକୁ ପଚାରୁଛି 7-8 ପ୍ରକାର ନହେଲେ ଫଳ ତୁ 4 ପ୍ରକାର ପଚାରିଲୁ ମୋଠୁ ତ ଅଧିକ ଜଣା ହଁ ହଁ ପଚାର ନଡିଆର ଯେମିତି 3ଟା ଗଣା ମତେ ହେଲେ ଅଧିକ ଜଣା ତୋଠୁ ହଇଲୋ होइलो ଏ ହଇଏ ତଳ ଫଳ ଆଣିଛ କି हां ତଳ ଫଳ ଆଣିଛୁ ତଳ ଫଳ ନା ଉପର ଫଳ ନା କିଛି ଆନି ଆଉ ମଝି ଫଳ କିଛି ନାହିଁ ଚିପା ଫଳ ମନ୍ଥା ଫଳ ଆ ଭିତର ବଡ ହାଲ ନାହିଁ ରେ ଅଗରବାଳ ଫଳ ମୂର୍ଖ ଭଣ୍ଡ କଥା ଯାହା କହୁ ଦେବି ଆକାର ଭଣ୍ଡ କଉ ଭୁଷ ନେଇ ରିବୁ ଜାଣୁ ନା ନାଇଁ ମତେ ଭଣ୍ଡ ହେଲି କହୁ ମୋର ପାହାନ୍ତିଆ କାକର ପଡିଲେ ମୋର ରାଗ ଉଠୁଛି ମତେ ଭୂଷା ମତେ କିଛି କହୁନୁ ଭଣ୍ଡ କଥା ଖୁସି ତ ହଁ ଆଉ ଗଣ୍ଠି ବାଳି ଫଳ ଆଉ ଛଡା ଫଳ ନାଇଁ ନାଇଁ ଏବେ ଯେତେକ ଫଳ କଥା ତ କହିଲୁ ହଁ ଏ ସବୁ ଭଣ୍ଡ ନାହିଁ ନା ଭଣ୍ଡ ନାହିଁ ପ୍ରକୃତରେ ଏ ପ୍ରକାର ଫଳ ଅଛି ସଂସାର ଫଳ ଭିତରେ ମତେ ଗୋଟେ ଗୋଟେ ପଚାରେ ମୁଁ କହିବି କହିବୁ ନା ହଁ ଯଦି ନ କହିବୁ ତୁ ଜାଣିଥିଲୁ ଠେଙ୍ଗା କାହିଁ ନେଇ ନହେଲେ ପଥର ଗୋଟେ ଦଉଟ ନାଇଁ ନାଇଁ ଗୋଟେ ଠେଙ୍ଗାରେ କାଣ୍ଡିକି ବାଡୁ ନାଇଁ ନାଇଁ ଏଇଟା ତ କାଫି ଆଉ ଏଇଟା ମୁଣ୍ଡକୁ ବାଡେଇଲେ ହଉଛି ତୁ ଜାଣିଲୁ କି ହଁ ଠିକ ଅଛି ଆଚ୍ଛା ତଳ ଫଳ କହିଲା କଣ ପଚାରିଲ ଉପର ଆଡୁ ଯିବି ଆଜ୍ଞା ଉପର ଫଳ ବୋଲି ଯୋଉ କହିଲୁ କୋଉଟା ଗଛ ଉପରେ ଯୋଉଟା ଫଳୁଛି ଅମୃତଭଣ୍ଡା ନଡିଆ ମୁନିକା ଆମ୍ବ ଫଳୁଛି ଯୋଉ ଗଛ ଉପରେ ଫଳୁଛି ନା ନାଇଁ ଆଜ୍ଞା ହଇ ହେ ବାବୁ ହଁ ଆଉ ଗଛରେ ଫଳୁନି ଯାଉ କାରଣ ପତ୍ରରେ କୋଉ ଫଳ ଫଳୁଛି ଗଛ ଉପରେ ସେଇଟା ଉପର ଫଳ ମୁଁ ତାକୁ ଦେଇଛି ଆଚ୍ଛା ତଳ ଫଳ ଯୋଉଟା ମାଟି ତଳେ ପୋତି ହେଇକି ରହୁଛି ବିଟି ଗାଜର ମୂଳା ସାଗର କେନ୍ଦା ଖମ୍ବାଳୁ ଏଇ ଯୋଉ ଖମ୍ବାଳୁ ଆଚ୍ଛା ଆଚ୍ଛା ସେଗୁଡା ସବୁ ତଳ ଫଳ ହଁ ଆଉ ମଝି ଫଳ ଯୋଉଟା ଛାମୁଣ୍ଡିଆ କରିଦେଲେ ଉପରକୁ ନାହିଁ କି ତଳକୁ ନାହିଁ ଛାମୁଣ୍ଡିଆ ମଝିରେ ଫଳୁଛି କଲରା ତୋଡା କୁନ୍ଦୁରୁ ସୁରତାରେ ଯାଇଥିଲୁ ରେ ହଁ तेरे से तोड़ा ଗୁଜରାଟରେ କୁନ୍ଦୁରୁ ବୋଲି କହୁଛନ୍ତି ମୂର୍ଖ ପିଲା ବୁଝି କୁନ୍ଦୁରୁ ତୋରଡା ତୋରଡା ତୋଡା ହଁ ତୋଡା ଏଡିକି ଯା ଆଚ୍ଛା ସେଗୁଡାକୁ ଛାମୁଣ୍ଡିଆ କରିଦେଲେ ବୋଲି ସେଗୁଡା କଣ ଆଉ ଗଛରେ ଫଳୁନି କି ହଁ ସେଇଟା ମଝିରେ ଓହଳି ରହୁଛି ଓ ସେଇଥିପାଇଁ ମଝି ଫଳ ଉପରକୁ ନାହିଁ କି ତଳକୁ ନାହିଁ ମଝିରେ ଫଳୁଛି ଆଚ୍ଛା ଛାମୁଣ୍ଡିଆ ମଝିରେ ଆଉ ଯୋଉ କହିଲୁ ଚିପା ଫଳ ବୋଲି ଭୁଇଁ ଜଣା ବାଦାମ ଚୋପାଟାକୁ ଚିପିଲି ତ ମଞ୍ଜିଟାକୁ କାଢି ଖାଉ ହଁ ଚୋପା ସାଥିରେ ଖାଇଦବୁ ଆଚ୍ଛା ସେଇଟା କେମିତି କେମିତି ଜୋଟେଇ ଦେଲୁ ହଁ ଯୋଉ କହିଲୁ ମନ୍ଥା ଫଳ ନେମ୍ବୁଟାକୁ କାଟିକିରି ଦୋରଜାକୁ ମନ୍ଥିକିରି ଚାଟୁ ଆଉ କମଳାକୁ କେମିତି ଖାଉଛନ୍ତି କମଳାକୁ ହେଲେ କୋଳ ଛଡେଇକିରି ଖାଉ ସେଟା କୋଳ ଫଳ ହଁ ଆଚ୍ଛା ଆଉ ଯୋଉ କହିଲୁ ଗଣ୍ଠିବାଳ ଫଳ ବୋଲି ଆକୁ ନା ତାକୁର କୁହ ଆଖୁ ଆଖୁ ତାର ଗଣ୍ଠିରେ ବାଳ ରହୁନି ହଁ ପ୍ରତ୍ୟେକ ଗଣ୍ଠିରେ ଟିକେ ବାଳ ଟିକେ ଟିକେ ଥାଉଛି ସେଟା ଗଣ୍ଠିବାଳ ଫଳ ତୋ ପାଇଁ ଆଣିଥିଲି ଦେଖିନୁ କି ତୋର ବାଳ ଥିଆର ଦେଖିନୁ ଆଉ ଯୋଉ କହିଲୁ ଅଗର ବାଳ ବୋଲି ମଙ୍କା ମଙ୍କା ଦାନ୍ତ ଖୋଲି ଖୋଲି ଦେଖ ରସପଦିନି ମଙ୍କାର ଅଗର ବାଳ ରହୁନି ଆଜ୍ଞା ଟିକେ ଟିକେ ହଁ ସେଇଟା ହେଲା ଅଗର ବାଳ ଫଳ ଅଗର ବାଳ ଫଳ ଆଉ ଛଡା ଫଳ ବୋଲି ଯୋଉ କହିଲୁ ଏଇଟା କଦଳୀ ର ମାନ ନା ମତେ ପଚାରେ ପାଟିରେ କହିପାରୁନୁ ଖାଲି କଦଳୀଟାର ଚୋପା ଥିବ ନାଇଁ ସେ ଅଭିନୟଟା ଦେଖିବାଟା କଣ ଜରୁରୀ ନାଇଁ ନାଇଁ ପାଟିରେ ସେ ଚୋପା ଯାହା ଥିବ କଦଳୀର ପାଟିରେ ମାରି ଦଉଛି ମାଙ୍କଡ ମାନେ ଖାଉଛନ୍ତି ନାଇଁ ସେମିତି ନାଇଁ ମାଙ୍କଡ ହେଲେ କଦଳୀ ଚୋପା ଛଡିକିରି ଖାଉ ହଁ ସେଟା ହଉଛି ଛଡା ଫଳ ଛଡା ଫଳ ଆଉ ଅଛଡା ଫଳ
ଅଛଡା ବେଲେ ମୁଁ ତତେ ଘରୁ ଗଲେ କହିବି। ଆଉ ଗୋଟେ କହିଲା କଣ ଗୋଟେ? ଆଉ ଗୋଟେ କଣ କହିଲୁ ସେଟା? କୋଳ ଫଳ। କୋଳ ଫଳ। କୋଳ ଫଳ କିରେ? ତାଳ କମଳା ତ କହିଲୁ ସେ କାଟେଗୋରୀ ସବୁ। ତାଳ ଫଳ। ଆଉ କଣ ଚପା ଫଳ? ମଲେଇ। ସେଟା ଫଳ କିରେ? ସେଇଟା ହେଲେ ତ ଗୋଟା ହେଇକି ରହୁଛି, ଚାପି ଚାପି ଖାଉଛନ୍ତି ସମସ୍ତେ ଆଉ। ସେ ସବୁ ଗୁଡାକ ତ କହିଲୁ ସବୁ ପ୍ରାକୃତିକ, ସେଟା କୃତ୍ରିମ, ନିଜେ ମଣିଷ ତିଆରି କରୁଛି ସେଟା। ହଇରା ଦାଦା ହରେ ତୋ ପାଇଁ ଯଦି ଫଳ ହେଇଛି ସମାନ ଫଳ, ମୁଁ ସେ କୁକୁଡା ଖଣ୍ଡି ଛକରେ ଗୋଟେ ଖଣ୍ଡିଆ ପଡିଲେ ପାରିଦବୁ। ସେ ଫଳ ଯାକୁ ଚାଞ୍ଚା ଚାଞ୍ଚି କରିଦବୁ, ଚାରିଛରା କରିକି ଲୁଣ ମର୍ଚ ତା ଭିତରେ ମାରିଦବୁ। ପରଫୁଲ ର ଫଳ ବୋଲେ ଗାଁଟି ଯାକ ଲୋକ ଦୂରପୁର ହେଇକି ଧରି ପଳେଇବେ। ଏଠି ରାତି ହେଲେ ମୁଣ୍ଡ ଠିକ ରହୁନି। କହିଲା ସେ ଫଳ ମଧ୍ୟରୁ କୋଉଟା ମଧ୍ୟ ନାହିଁ। ମୁଁ ଯୋଉ କହିଲି ସେ ଫଳ ମଧ୍ୟରୁ କୋଉଟା ମଧ୍ୟ ନାହିଁ। ହେଲେ ତମେ ତମ ଫଳ ଦେଖୁ ତ ଆମେ ପଳେଇବୁ। ମୁଁ ଯେତକ କହିଲି ସେୟା ନୁହଁ, ବାୟା ଯେତକ କହିଲା ସେୟା ନୁହଁ। ତମେ ଆଗ କୋଉ କୋଉ ପ୍ରକାର ଫଳ ଆଣିଛ? ଆଉ କଣ? ନାଇଁ ସେଟା ତାଙ୍କୁ କହିବ, ତମେ ତ ରାଜ କନ୍ୟା, ସେ ତ ହଉଛନ୍ତି ରାଜପୁତ୍ର। ରହରେ ତୁମେ ନିଜେ ତୁମର ମୁଖରେ ପରିପ୍ରକାଶ କର। ହେ ନାଥ ସମ୍ଭାଳି ପାରିଲୁନି ନାଇଁ? ଦେଢଶୁର ବୋଲି କହ, ଘର ବୋଲି କଣ କହୁ? ଆଉ ଅର୍ଜୁନର 10ଟା ନାଁ ଭିତରୁ କୋଉ ନାଁଟା ଧରି ଡାକୁନ? ଓହୋ, ସିଏ ମଧ୍ୟ ରାଗିବାଟା ଠିକ। ରାଗିବିନି, ନାଇଁ ଦିଟା ନାଇଁ 10 ନାମ ଧାରି ହଉଛନ୍ତି ଅର୍ଜୁନ। ସେ ଭିତରୁ ବାଛିକିରି ତମର ଯୋଉଟା ପସନ୍ଦ ଗୋଟେ ନାମ ଧରିକିରି କହୁନ। ଆରେ ପାର୍ଥ, ମୂର୍ଖ ପିଲା ବୁଝି ପାଡୁଥ। ହେ ମଘଇତା ଚଲ ହେ ସେଟା ଦେଢଶୁର ହବ କଣ ଦଦା ଶ୍ୱଶୁର ନାଇଁ ରେ ଦେଢଶୁର। ଆମର ଗୋଟେ ଜାତି ବେଲାରେ ଚାଲିବା ଗଛରେ ଫଳ, ହଇ ହେ ନାଥ ଚାଲିବା ଗଛରେ ଫଳ। ହାତ ମାରି ଦେଖ କହଳ, ହାତ ମାରି ଦେଖ କହଳ। ନାଥ ଚାଲିବା ଗଛରେ ଫଳ, ହଇ ହେ ନାଥ ଚାଲିବା ଗଛରେ ଫଳ।
ମୋ ଘଇତା ଲଛड़ी ମୋ ମଗୁଡୁ ଏ ମକୁଡୁ ବୋଲି କିଅଣ କହିଲୁ ମଗୁଡୁ ରଣ୍ଡ ତେଲୁଗୁରେ ମଗୁଡୁ ଏ ମୋର ମା ଗୁଡୁ ମା ଗୁଡୁ ନା ବାପା ଗୁଡୁରେ ପୁଅ ଚାଲିବା ଗଛର ଏ ଫଳ ହଇ ହେ ନାଥ ଚାଲିବା ଗଛର ଏ ଫଳ ଚାଲିବା ଗଛର ଏ ଫଳ ହଇ ହେ ନାଥ ଚାଲିବା ଗଛର ଏ ଫଳ ହାତ ମାରି ଦେଖ ଅନ୍ତ କହଳ ହାତ ମାରି ଦେଖ ଅନ୍ତ କହଳ ନାଥ ଚାଲିବା ଗଛର ଏ ଫଳ ହଇ ହେ ନାଥ ଚାଲିବା ଗଛର ଏ ଫଳ ପ୍ରତିହାର ଏଇଟା ହେଲା ଚାଲିବା ଗଛର ହଲିଆ ଫଳ ହେଲେ ଏପରି ଗଛ ଚାଲୁଛି ଫଳ ହଲୁଛି ତୁ ତ କଣ ହେଲା ସେଟା ମତେ ମନ ପାଇଲାନି ତତେ ଆଉ ମନ ପାଇବ କି ତୋର ମନ ପାଇଲେ କି ନ ପାଇଲେ କଣ ଫରକ ପଡୁଛି